ଯେ ଆସନ୍ତା ମାର୍ଚ୍ଚ 5 ତାରିଖ ଦିନ ପ୍ରବାଦ ପୁରୁଷ ବିଜୁ ବାବୁଙ୍କର ତାଙ୍କର ଜୟନ୍ତୀ ସାରା ଓଡ଼ିଶାରେ ପାଳିତ ହେବା ପାଇଁ ଆମର ମାନ୍ୟବର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତଙ୍କୁ ଅବଗତ କରାଇ ଦିଆଯାଇଛି ଏବଂ ସେଦିନ ସମୃଦ୍ଧ ଓଡ଼ିଶା ଗଠନରେ ବିଜୁ ବାବୁଙ୍କର ଅବଦାନ ଶୀର୍ଷକ ଆଲୋଚନା ଏବଂ ବିଭିନ୍ନ ଜିଲ୍ଲାରୁ ବି ଆମେ ଯେଉଁ ଇନପୁଟ ପାଇଲୁ ଯେ ସେଥିରେ ବି କାର୍ଯ୍ୟକ୍ରମ ପ୍ରତିବର୍ଷ ଭଳି ଏ ଆଲୋଚନା ଚକ୍ର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଦେଶାତ୍ମକ ସଙ୍ଗୀତ ଗାନ ତା ସାଙ୍ଗରେ ଅନେକ ଜାଗାରେ ବି ପ୍ରାୟ ଆମର ରକ୍ତଦାନଠୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ପ୍ରାନ୍ତୀୟ ସ୍ତରରେ କ୍ଷେତ୍ରୀୟ ସ୍ତରରେ ନିଆଯାଉଛି। ପ୍ରତିନିଧି ବନ୍ଧୁମାନଙ୍କୁ ଯେ ଆମେ କେବଳ ବିଜୁ ଜନତା ଦଳ ପକ୍ଷରୁ ମୁଖ୍ୟାଳୟରେ ସୂଚିତ କରିବାକୁ ଚାହୁଁ ଯେ ଆପଣ ଜାଣନ୍ତି ଆମ ଗହଣରେ ଆମର ଭୁବନେଶ୍ୱର ଜିଲ୍ଲା ସଭାପତି ଅଛନ୍ତି, ଭୁବନେଶ୍ୱରର ମଧ୍ୟମ ବିଧାୟକ, ଉତ୍ତର ବିଧାୟକ ବି ଅଛନ୍ତି ଯେଉଁମାନେ ବିଜୁ ଜନତା ଦଳ ସାଂଗଠନିକ ଜିଲ୍ଲାର ଦାୟିତ୍ୱରେ ଅଛନ୍ତି ଏବଂ ଆମର ରାଜ୍ୟ ଯୁବ ସଭାପତି ଅଛନ୍ତି, ଛାତ୍ର ଜନତାର ସଭାନେତ୍ରୀ ଅଛନ୍ତି। ଯେ ଆସନ୍ତା ମାର୍ଚ୍ଚ 5 ତାରିଖ ଦିନ ପ୍ରବାଦ ପୁରୁଷ ବିଜୁ ବାବୁଙ୍କର ତାଙ୍କର ଜୟନ୍ତୀ ସାରା ଓଡ଼ିଶାରେ ପାଳିତ ହେବା ପାଇଁ ଆମର ମାନ୍ୟବର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତଙ୍କୁ ଅବଗତ କରାଇ ଦିଆଯାଇଛି। ଏ ସମ୍ପର୍କରେ ଆମର ଜିଲ୍ଲା ସଭାପତି, ନିର୍ବାଚନ ମଣ୍ଡଳୀ ନେତୃତ୍ୱ, ଆମର ନିର୍ବାଚିତ ବିଧାୟକ ବିଧାୟିକା ସାଂସଦଙ୍କ ଠାରୁ ଆରମ୍ଭ କରି ଯୁବ ଛାତ୍ର ମହିଳା ଯେଉଁ ଆମର ଛାମୁଆ ସଂଗଠନ ଗୁଡ଼ିକ ରହିଛି ତାର ରାଜ୍ୟ କାର୍ଯ୍ୟକର୍ତ୍ତାଙ୍କଠୁ ନେଇ ସେମାନେ ଅନ୍ୟ କର୍ମକର୍ତ୍ତାଙ୍କ ଯାଏଁ ଏବଂ ବିଭିନ୍ନ ସାମୁଖ୍ୟ ଯେଉଁ ରହିଛି ଶ୍ରମିକ ସାମୁଖ୍ୟଠୁ ଆରମ୍ଭ କରି ସାଂସ୍କୃତିକ ସାମୁଖ୍ୟଠୁ ନେଇ ଯେଉଁ ସେଲ୍ ଗୁଡ଼ିକ ରହିଛି କୃଷକ ସେଲ୍ଠୁ ନେଇକରି ସେମାନଙ୍କର ଆବାହକମାନଙ୍କୁ ମଧ୍ୟ ଆଦିବାସୀ ହରିଜନ ଦଳିତ ଯେଉଁ ସେଲ୍ ମାଇନରିଟି ସେଲ୍ ସେମାନଙ୍କୁ ମଧ୍ୟ ସମସ୍ତଙ୍କୁ ଅବଗତ କରିଦିଆଯାଇଛି ଏବଂ ଏ ସମ୍ପର୍କରେ କିଛି କ୍ଷଣ ଆଗରୁ ଆମେ ପୁଙ୍ଖାନୁପୁଙ୍ଖ ଭାବରେ ପ୍ରାୟ 1 ଘଣ୍ଟା ଧରି ଗୋଟିଏ ଭିସି ସମସ୍ତଙ୍କର ଯୋଗଦାନରେ ଭିସି ଜରିଆରେ ଆଭାସୀ ଜରିଆରେ ସମସ୍ତଙ୍କୁ ଅବଗତ କରାଇ ଦିଆଯାଇଛି ଏବଂ ସେଦିନ ସମୃଦ୍ଧ ଓଡ଼ିଶା ଗଠନରେ ବିଜୁ ବାବୁଙ୍କର ଅବଦାନ ଶୀର୍ଷକ ଆଲୋଚନା ଏବଂ ବିଭିନ୍ନ ଜିଲ୍ଲାରୁ ବି ଆମେ ଯେଉଁ ଇନପୁଟ ପାଇଲୁ ଯେ ସେଥିରେ ବି କାର୍ଯ୍ୟକ୍ରମ ପ୍ରତିବର୍ଷ ଭଳି ଏ ଆଲୋଚନା ଚକ୍ର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଦେଶାତ୍ମକ ସଙ୍ଗୀତ ଗାନ ତା ସାଙ୍ଗରେ ଅନେକ ଜାଗାରେ ବି ପ୍ରାୟ ଆମର ରକ୍ତଦାନଠୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ପ୍ରାନ୍ତୀୟ ସ୍ତରରେ କ୍ଷେତ୍ରୀୟ ସ୍ତରରେ ନିଆଯାଉଛି ଏବଂ ରାଜ୍ୟରେ ମୁଖ୍ୟାଳୟରେ ପ୍ରତିବର୍ଷ ଭଳି ଏ ଜୟନ୍ତୀ ପାଳନ ହେବ। ଏଥିରେ ଆମର ପ୍ରିୟ ନେତା ମାନ୍ୟବର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଯୋଗଦେବେ। ଜାଣିଛନ୍ତି ଯେ ମାର୍ଚ୍ଚ 5 ତାରିଖ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ଜୟନ୍ତୀ ଅବସରରେ ଓଡ଼ିଶାର ପୁରପଲ୍ଲୀରେ ସବୁଠି ଆନନ୍ଦ ଉଲ୍ଲାସ ସହିତ ପାଳନ କରାଯାଏ ଏବଂ ବିଜୁ ଜନତା ଦଳ ପକ୍ଷରୁ ଏଠି ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନରେ ବିଜୁବାବୁଙ୍କ ଜୟନ୍ତୀ ପାଳନ କରାଯିବ। ଏଠି କିଛି ସମୟ ପୂର୍ବରୁ ଆମ ଦେବପ୍ରସାଦ ମିଶ୍ର ବରିଷ୍ଠ ଉପସଭାପତି ଦଳର ସେ ବିଶେଷ ସୂଚନା ଦେଇଛନ୍ତି ଜିଲ୍ଲା ସ୍ତରରେ ନିର୍ବାଚନ ମଣ୍ଡଳୀ ସ୍ତରରେ କିଭଳି ଭାବେ ତା ପାଳନ କରାଯିବ ସେ ବିଷୟରେ ଆଲୋଚନା ହେଇଛି। ଏଠି ଗହଣରେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଅନ୍ତର ନାରାୟଣ ଜେଣ, ମାନ୍ୟବର ବିଧାୟକ ଶ୍ରୀ ସୁଶାନ୍ତ ରାଉତ ଏବଂ ଆମର ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଚିନ୍ମୟ ସାହୁ, ଛାତ୍ରର ଆମର ଭଉଣୀ ସାନ ଭଉଣୀ ଇପ୍ସିତା ସଭାନେତ୍ରୀ ଏମାନଙ୍କ ସମସ୍ତଙ୍କର ମିଳିତ ସହଯୋଗରେ ଏଠି ମୁଖ୍ୟ କାର୍ଯ୍ୟାଳୟରେ ବିଜୁ ଜୟନ୍ତୀ ପାଳନ କରାଯିବ।
ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ଅନ୍ୟ ଜାଗାରେ ହବାର ଅଛି। ଏହା ସହିତ ଯୋଉଠି ଯୋଉଠି ଯୋଡ଼ା ହବ ଅନେକ କାର୍ଯ୍ୟକ୍ରମ ଏବଂ ଏ ଆଶା ରଖିବୁ ଯେ ପ୍ରଭାତ ପୁରୁଷ ବିଜୟ ଯାହା ଓଡ଼ିଶା ସେ ଜଣେ ଅନ୍ୟତମ ବରପୁତ୍ର ଯାହାଙ୍କର ବହୁତ ଅବଦାନ ଅଛି। ନିଶ୍ଚିତ ଭାବରେ ସେଇଦିନ ଆମେ ନିଜକୁ ମଧ୍ୟ ଆହୁରି ପୁନରୁତ୍ସର୍ଗ କରିବୁ ତାଙ୍କର ନୀତି ଆଉ ଆଦର୍ଶରେ ଏବଂ ବିଜୁ ଜନତା ଦଳ ଯାହା ସଦାବେଳେ ଲୋକଙ୍କ ସେବାରେ ରହିଆସିଛି। ଆମର ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ଡକ୍ଟର ନବୀନ ପଟ୍ଟନାୟକ ଆମ ଦଳର ସଭାପତି ସେ ଯୋଉ ଆହ୍ୱାନ ଦେଇଛନ୍ତି ବର୍ଷ ବର୍ଷ ଧରି ଆମେ ତାକୁ ନିଷ୍ଠାର ସହିତ ମଧ୍ୟ ପାଳନ କରିବା ସହିତ ଆଗାମୀ ଦିନ ନିଜକୁ ସେଇ ନୀତି ଆଦର୍ଶରେ ଉତ୍ସର୍ଗ କରିବୁ। ଏଥିରେ ଗଣମାଧ୍ୟମର ସବୁ ବନ୍ଧୁମାନଙ୍କୁ ସାନ ଭାଇମାନଙ୍କୁ ସମସ୍ତଙ୍କର ସହଯୋଗ ରହୁଛି ଏବଂ ଆପଣମାନେ ପୂର୍ବ ବର୍ଷ ଭଳି ଆମକୁ ସହଯୋଗ ଦେଇ ଆସିଛନ୍ତି ସଦା ସର୍ବଦା ଏବଂ ଆଗାମୀ ଦିନରେ ମଧ୍ୟ ବିଜୁ ଜନତା ଦଳର ବିଭିନ୍ନ କାର୍ଯ୍ୟକ୍ରମରେ ମାର୍ଚ୍ଚ 5 ତାରିଖ ଦିନଠୁ ଆରମ୍ଭ କରି ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆପଣଙ୍କ ସହଯୋଗ ଆମେ ଆଶା ରଖିବୁ। ଧନ୍ୟବାଦ। ଧନ୍ୟବାଦ।